ରେକର୍ଡ ହେଇକି ଭିଡିଓ ରହିବି। ନା ମୁଁ ବେକ୍ ହେଇଯାଇଛି ଜଏନ୍ କେମିତି ହେବ? ବେକ୍ ହେଇଯାଉଛି। ହଁ ନେଟୱାର୍କ ବହୁତ ସ୍ଲୋ ଥିବ ତୁମ। ମୋର ବି ନେଟୱାର୍କ ସ୍ଲୋ ଅଛି ହେଲା। ନେଟୱାର୍କ କେଉଁଟା ବସ ପାଇନି ନା, ଏମିତି ରଖିଦବ। ତ ଆମର ଜିଓଗ୍ରାଫିର ଫାର୍ଷ୍ଟ ବିଷୟ କିସ ଥିଲା? ଭାରତ ଆକାର ଅବସ୍ଥିତି। ମୁଁ ଏଠି ଲେଖୁଛି, ତୁମେ ମାନେ ଖାତାରେ ଲେଖ ହେଲା। ଏଇଠୁ ଦେଖିକି ଖାତାରେ ଲେଖ। ଭାରତ ଆକାର ଓ କିସ ଅବସ୍ଥିତି। ଏଇଟା ଥିଲା ନା? ଏଇଟା ଥିଲା ଯେ, ତ ଭାରତର ଅବସ୍ଥିତି ପ୍ରଥମେ ଜାଣବା ହେଲା। ଭାରତ କୋଉଠି ଅଛି, କୋଉ ମହାଦେଶରେ ଅଛି, କୋଉ ସେ ମହାଦେଶର ମାନେ କୋଉ ସେ ମହାଦେଶ ପୁଣି କୋଉଠି ଅଛି ହେଲା, ସେ ଅବସ୍ଥିତି ବିଷୟରେ ଜାଣିବା। ତାପରେ ଭାରତ ଆକାର ବିଷୟରେ ଜାଣିବା ହେଲା। ତ ଆମର କେତେଟି ମହାଦେଶ ଅଛି କୁହ ନା? ସାତଟି ମହାଦେଶ। ତ ଫାର୍ଷ୍ଟ ଆମେ ଲେଖିଦବା ସାତଟି ମହାଦେଶର ନାମ ହେଲା। ତ ଏଠି ଇଣ୍ଡିଆ ମହାଦେଶର ନାମ କଲର କଲର ପେନରେ ଲେଖ। ମହାଦେଶର ନାମ ଲେଖବା ଛୋଟରୁ ବଡ, ବଡରୁ ଛୋଟ କ୍ରମରେ ଲେଖବା। ମହାଦେଶର ନାମ, ସବୁଠୁ ବଡ ମହାଦେଶ କିଏ? ଏସିଆ। ହଉଛି ଏସିଆ। ତାପରେ ଏସିଆ ପରେ କିସ? ଏସିଆ ପରେ ହଉଛି ଆଫ୍ରିକା ହେଲା। ସେକେଣ୍ଡ ହଉଛି ଆଫ୍ରିକା। ଆଫ୍ରିକା ବହୁତ ବଡ ମହାଦେଶ, କିନ୍ତୁ ହଉଛି ଆଫ୍ରିକାର ଜନସଂଖ୍ୟା ବେଶୀ ନାହାନ୍ତି ହେଲା। କି ପାଇଁ କହ? ଆଫ୍ରିକାର ଲୋକମାନେ ହଉଛି କିସ? ଆଫ୍ରିକାର ହଉଛି କିସ ବିଷୁବ ରେଖା ଅଞ୍ଚଳରେ ପଡେ ଯେ, ତ ହଉଛି ଆଫ୍ରିକାରେ କିସ ମାନେ ବେଶୀ ଲୋକ ରହିବା ପାଇଁ ଚାହାନ୍ତି, ସବୁ ଏପଟେ ପଳେଇ ଯାଇଛନ୍ତି ବୁଝିଲ ନା? ଆଉ ସେଥିପାଇଁ ସେଇ ଆଫ୍ରିକାର ଲୋକମାନେ କଳା ହୁଅନ୍ତି। ତାପରେ ଥାର୍ଡରେ ହଉଛି ଉତ୍ତର ଆମେରିକା। ଉତ୍ତର ଆମେରିକା ଲେଖି ହଉଛି ନା ଅଭିଜିତ? ଉତ୍ତର ଆମେରିକା। ତାପରେ ପତ୍ରେ କିସ ହେଇଥିବ ଭାବିକି କୁହ ନା? ଦକ୍ଷିଣ। ଦକ୍ଷିଣ ଆମେରିକା। ଦକ୍ଷିଣ ଆମେରିକା ହେଲା। ଏଇ ଭିଡିଓଟା ସେଭ୍ ରହିଯିବ, ଯେ ଘରେ ଦେଖତେ ଚାହିଁବ ଆଉ ଥରେ ଦେଖିପାରିବ। ତାପରେ ପାଞ୍ଚରେ ହଉଛି ଆଣ୍ଟାର୍କଟିକା। ଆଣ୍ଟାର୍କଟିକା ଅଛି ନା ଗୋଟେ? ସେଦିନ ଆଣ୍ଟାର୍କଟିକା କହିଥିଲେ ସବୁଠୁ ଛୋଟ, ସବୁଠୁ ଛୋଟ ନାହିଁ ଭୁଲ କହିଦେଇଥିଲି। ଆଣ୍ଟାର୍କଟିକା ବନାନ ଦେଖିବ ଠିକ ଲେଖିଛି ନା ଭୁଲ ଲେଖିଛି, ଠିକ ହେଇଛି ନା ଭୁଲ ଅଛି? ଏଇଠି ହବ ବୋଧେ ଆଁ? ଏଇଠି ହବ ବୋଧେ। ବୋଧେ କଣ ବନାନ ଆଣ୍ଟାର୍କଟିକା। ତାପରେ ଛଅରେ ହଉଛି ୟୁରୋପ। ୟୁରୋପ ହେଲା। ସାତରେ କିସ ଆଉ କିସ ରହିଗଲା? ଆମର ସାତଟା ମହାଦେଶ ଯେ, ସାତଟା ମହାଦେଶରୁ ଏସିଆ ଗୋଟେ ଲେଖିଲେ, ଆଫ୍ରିକା ଗୋଟେ ଲେଖିଲେ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ୟୁରୋପ, ତାପରେ ରହିଗଲା କିସ? ଆଉ ଗୋଟେ ମହାଦେଶ ନାଁ ଜାଣିଛ ନା ନାଇଁ? ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ବି ମହାଦେଶ ଯେ, ଅଷ୍ଟ୍ରେଲିଆକୁ କିଶର ଦେଶ କୁହାଯାଏ? କଙ୍ଗାରୁ ଦେଶ କୁହାଯାଏ ଯେ। ଅଷ୍ଟ୍ରେଲିଆ ହଉଛି କଙ୍ଗାରୁ ଦେଶ। ସୂର୍ଯ୍ୟୋଦୟର ଦେଶ କିସ? ଜାପାନ। ଜାପାନ ଯେ ଜାଣିଛ ନା ନାଇଁ? ସୂର୍ଯ୍ୟୋଦୟର ଦେଶ ଜାପାନ, ଧଳାହାତୀର ଦେଶ ଥାଇଲାଣ୍ଡ, ବୁଝିହେଲା? ଏଗୁଡା କୁହାଯାଏ। ତ ନେକ୍ସଟ ପେଜ ପାଲଟେଇବି? ହେଲା ନା ଲେଖି ସାରିଲ? ଆମର ମହାଦେଶ କେତେ ଅଛି? ସାତଟି ମହାଦେଶ। ତ ସାତଟି ମହାଦେଶରୁ ଆମର ଭାରତରେ କୋଉ ମହାଦେଶର ଅଛି ସବୁଠୁ ବଡ ମହାଦେଶ କିଏ? ଇଏ। ତାପରେ ତାଠୁ ଟିକେ ଛୋଟ ଇଏ, ତାପରେ ଇଏ, ତାପରେ ଇଏ, ତାପରେ ଇଏ, ତାପରେ ଇଏ, ତାପରେ ସବୁଠୁ ଛୋଟ କିଏ? ଅଷ୍ଟ୍ରେଲିଆ ହେଲା। ତ ହଉଛି ଏଇଟା ହଉଛି କି ଲେଖିଦିଅ ଏମିତି ଦେଇକି ବଡରୁ ସାନ କ୍ରମରେ। କେମିତି କାଟଣା ଦିଅ? ବଡରୁ ସାନ କ୍ରମ, ସାନ କ୍ରମରେ। ତ ମନେ ରହିବ, ବଡରୁ ସାନ କ୍ରମରେ ସାତଟି ମହାଦେଶର ନାମ ମନେ ରହିବ ନା ନାଇଁ? କିସ କିସ କୁହ ଆଉଥରେ? ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ୟୁରୋପ, ଅଷ୍ଟ୍ରେଲିଆ ହେଲା। ତ ସବୁଠୁ ବଡ ମହାଦେଶ କିଏ? ଏସିଆ। ଆଉ ସବୁଠୁ ଛୋଟ ମହାଦେଶ? ଅଷ୍ଟ୍ରେଲିଆ ହେଲା। ତ ଆମର ଭାରତ ବର୍ଷ ଟା କୋଉ ମହାଦେଶରେ ଅଛି?
ଏସିଆ ମହାଦେଶରେ ହେଲା। ଆମର ଭାରତ ମହାଦେଶଟା ଏସିଆ ମହାଦେଶରେ ଅଛି। ତ ନେକ୍ସଟ ପାର୍ଟ ହଉଛି ନେକ୍ସଟ ପେଜରେ ଲେଖା ହେଲା। ଲେଖ ଭାରତର ଅବସ୍ଥିତି ଲେଖ ବୁଝିଲ। ଭାରତର ଆକାର ଅବସ୍ଥିତି ପଢୁଛ ଯେ ତ ଏଇନା ଲେଖା ହଉଛି ଭାରତର ଅବସ୍ଥିତି। ଅଲଗା କଲର ପେନରେ ଲେଖୁଛି ହେଲା। କି ପେନରେ ଲେଖବା କୁହ? ନହେଲେ ଭାରତର ଆକାର ଅବସ୍ଥିତି ପ୍ରଥମ ଲେଖା ହଉଛି ଭାରତର ଅବସ୍ଥିତି। ଭାରତର ଅବସ୍ଥିତି ଲେଖି ହଉଛି ନା? ଲେଖି ହଉନି ଯଦି କହିବ ହେଲା। ଏଇଟା ଯେମିତି ବୋର୍ଡରେ ଲେଖବା କଥା ଏଇଟାରେ ବି ସେମିତି ଲେଖୁଛି ହେଲା। ଏଇଠି ଖାଲି ଅଧିକା ଫାଇଦା କିସ ହଉଛି ଭିଡିଓଟା ରେକର୍ଡିଂ ରହିବ ହେଲା। ଆଉ ଯଦି ଚିତ୍ରଟା ବି ଦେଖେଇ ପାରିବି ବୁଝିଲା। ଭାରତର ଆକାର ଅବସ୍ଥିତି। ତ ପ୍ରଥମ ଲେଖିବା ଭାରତର ଅବସ୍ଥିତି। 7 ନମ୍ବରଟା ଲେଖିନି ସଞ୍ଜୟ? 7 ନମ୍ବର ମହାଦେଶଟା ଲେଖିନି। ଲେଖିଦେ। 7 ନମ୍ବର ମହାଦେଶଟା ଲେଖିଛୁ ତ କହୁନୁ ଲେଖିନୁ ଯଦି। ଆଉଥରେ କୁହ। ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ୟୁରୋପ, ଅଷ୍ଟ୍ରେଲିଆ ହେଲା। 7ଟି ମହାଦେଶ ଅଛି। 7ଟି ମହାଦେଶରୁ ଏସିଆ ହଉଛି ସବୁଠୁ ବଡ ମହାଦେଶ ଆଉ ହଉଛି ଅଷ୍ଟ୍ରେଲିଆ ହଉଛି ସବୁଠୁ ଛୋଟ ମହାଦେଶ। ତ ଦେଖିବା ଆମର ଭାରତଟା କୋଉ ମହାଦେଶରେ ଅଛି ହେଲା। ଯୋଉ ଲଣ୍ଡନ ସେଗୁଡା ଶୁଣିଛ ଲଣ୍ଡନ ଇଂଲଣ୍ଡ ହେଲା। ହେଲା ତ ସେଗୁଡା କୋଉ ମହାଦେଶରେ ଅଛି କହ ନା ୟୁରୋପରେ। ବୁଝିଲ? ଭାରତର ଅବସ୍ଥିତି ଲେଖବା। ତ ଫାର୍ଷ୍ଟ ପଏଣ୍ଟ ଦେଇକି ଲେଖବା। ଫାର୍ଷ୍ଟ ପଏଣ୍ଟ କି ଲେଖବା? ଭାରତ ଏସିଆ ମହାଦେଶର ଭାରତ ଏସିଆ ମହାଦେଶର ଦେଶର ଦକ୍ଷିଣରେ ଦକ୍ଷିଣରେ ଅବସ୍ଥିତ ହେଲା। ଭାରତ ଏସିଆ ମହାଦେଶର କୋଉଠି ଅଛି? ଦକ୍ଷିଣରେ ଅବସ୍ଥିତ। ଏସିଆ ମହାଦେଶ ଥିବ ନା ହେଲା। ଏଇଟା ପୃଥିବୀ, ଏଇଟା ପୃଥିବୀ। ପୃଥିବୀର କେତେ ଭାଗ ଜଳ କୁହ ନା? ପୃଥିବୀର 3 ଭାଗ ଜଳ ହେଲା। ଗୋଟେ ଭାଗ ସ୍ଥଳ ଭାଗରେ ସବୁ ଯେତେ ଗୁଡା 7ଟା ମହାଦେଶ ସେଇ 7ଟା ମହାଦେଶ ଅଛି। ତ ଏଇଟାକୁ କିସ କୁହାଯାଏ? ବିଷୁବରେଖା। ବିଷୁବରେଖା ବା ମୁଖ୍ୟ ଦ୍ରାଘିମା। ନା ମୁଖ୍ୟ ଦ୍ରାଘିମା ନା ଅକ୍ଷାଂଶ? ଅକ୍ଷାଂଶ। ଦ୍ରାଘିମାଟା ହଉଛି ଉପରୁ ହେଲା। ତ ହଉଛି ମୁଖ୍ୟ ଅକ୍ଷାଂଶ। ତ ହଉଛି ଏସିଆ ମହାଦେଶ ଏଇ ପାଖରେ ଥିବ ବୁଝିହେଲା। ତ ଏଇ ଏସିଆ ମହାଦେଶର କୋଉଠି ଅଛି? ଦକ୍ଷିଣ ଭାଗରେ ବୁଝିହେଲା। ଏଇ ଶେଷ ଭାଗରେ ବୁଝିହେଲା। ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ। ତ ଭାରତ ପରେ କିସ ଅଛି ଏପଟେ? ପାଣି ଯେ ହେଲା। ତ ଲେଖିଦେଲେ ଭାରତ। ଏଇ ଚିତ୍ରଟା ଲିଭେଇ ଦଉଛି ହେଲା। ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ ଲେଖିଦବା। ଲେଖିଦେଲେ ତାପରେ ହଉଛି ଭାରତ ହଉଛି ଅକ୍ଷାଂଶ ଦ୍ରାଘିମା ବିଷୟରେ ପଢିଥିଲି ନା ହେଲା। ତ ଭାରତ 8 ଡିଗ୍ରୀ 4 ପଏଣ୍ଟ ଉତ୍ତରରୁ ତା ମାନେ ବୁଝଉଛି ହେଲା। ଉତ୍ତରରୁ 37 ଡିଗ୍ରୀ 35 ଡିଗ୍ରୀ 6 35 ଡିଗ୍ରୀ 6 ଅକ୍ଷାଂଶ ମଧ୍ୟରେ ଅଛି। ଏଇଟା ଗୋଟେ କ୍ୱେଶ୍ଚନ ହବ ହେଲା ଅକ୍ଷାଂଶ ଦ୍ରାଘିମାର। ଅକ୍ଷାଂଶ ମଧ୍ୟରେ ଅଛି। ଅଛି ବା ଅବସ୍ଥିତ। ଅବସ୍ଥିତ ଲେଖିଦବା ଟିକେ ଭଲ ଶୁଣଉଛି ହେଲା। ଅବସ୍ଥିତ ତା ମାନେ ବୁଝଉଛି ଏଇ ପଏଣ୍ଟ ଟାକୁ ମନେ ରଖ ହେଲା। ଇମ୍ପୋର୍ଟାଣ୍ଟ ହେଲା। ତାପର ପଏଣ୍ଟ ଟା ସେମିତି ଦ୍ରାଘିମାରେ କିଛି ଅଛି ଦେଖିବା ହେଲା। କେତେ ଡିଗ୍ରୀ ଦ୍ରାଘିମାରେ ଅଛି ତ ଲେଖିଦିଅ। ଡିଟୋ ସେମିତି ଲେଖିଦିଅ। ଭାରତ ଭାରତ 68 ଡିଗ୍ରୀ 7 68 ଡିଗ୍ରୀ 7 ପୂର୍ବରୁ ପୂର୍ବରୁ 97 ଡିଗ୍ରୀ 25 ପୂର୍ବ ଦ୍ରାଘିମାରେ
ଦ୍ରାଘିମାରେ ଅବସ୍ଥିତ। या पॉइंट टा बुझिबा ହେଲା ଅକ୍ଷାଂଶ ଦ୍ରାଘିମା ଯେତେବେଳେ ପଢେଇବି ଏଇନା ହିଁ ପଢେଇବି ଏଇନା ବୁଝିବା ହେଲା। ଅକ୍ଷାଂଶ କିସ ଆଉ 8.4 डिग्री କିସ 337 डिग्री 6 କିସ ହେଲା। ତାପରେ ଆମର ଜୁମ ରେ ହେଲା 40 ମିନିଟ ପରେ ଅଫ୍ ହେଇଯାଏ। 40 ମିନିଟ ପରେ ଆଉ ଥରେ ଲିଙ୍କ ସେଣ୍ଡ କରତେ হবে। ତ ଆଉ 10 ମିନିଟ ରହିଲା 40 ମିନିଟ ପୂର୍ବରୁ ଅନ୍ କରିଦେଲି ହେଲା। ତ ଆଉ 10 ମିନିଟ ପରେ ଅଫ୍ ହେଇଯିବ ତାପରେ ଆଉ ଥରେ ପଢବା। ଆଜି ବୋଧେ ଅଲଗା ପିଲା ଆସିବେନି ହେଲା ତ ବସି ପାରବ ନା ତମେ ମାନେ ବୁଝିହେଲା ନା। ତାପରେ ହଉଛି ଭାରତ ପୃଥିବୀର କୋଉ ଇଏରେ ଅଛି ଭାଗରେ। ଏଇଟା ପୃଥିବୀ ଯେ ଭୁଲ ଭୁଲ ଏଇଟା ପୃଥିବୀ ଯେ ଏଇଟା ପୃଥିବୀ ଯେ ଏଇଟା ପୃଥିବୀ ନା। ତ ଏଇ ମଝିଟା କି ଛଡା ବିଷୁବ ରେଖା। ତ ଭାରତ ଟା ଏଇଟାକୁ କି ଗୋଲାର୍ଦ୍ଧ କୁହାଯାଏ ଉତ୍ତର ଯେ ଉତ୍ତର ଗୋଲାର୍ଦ୍ଧ ଏଇଟାକୁ କି ଗୋଲାର୍ଦ୍ଧ କୁହାଯାଏ ଦକ୍ଷିଣ ହେଲା। ତ ଭାରତ କୋଉ ଗୋଲାର୍ଦ୍ଧରେ ଅଛି କୁହ ନା। କୋଉ ଗୋଲାର୍ଦ୍ଧରେ ଅଛି ଏଇଠି ନା ଏଇଠି ଅଛି। ଉତ୍ତର ଗୋଲାର୍ଦ୍ଧରେ ଅଛି କିନ୍ତୁ ହଉଛି କିସ ଏସିଆ ମହାଦେଶର ଦକ୍ଷିଣରେ ଅଛି ବୁଝିହେଲା। ନହେଲେ କହିବ ସାର୍ ଭାରତ ଉତ୍ତର ଏଠି ଦକ୍ଷିଣ ଲେଖା ହେଇଛି ଏଠି ଉତ୍ତର କେମିତି ହେଇଯାଉଛି। ଏସିଆ ମହାଦେଶ କୋଉଠି ଅଛି ଏଇପଟେ ଅଛି ଯେ ଏସିଆ ମହାଦେଶର ଦକ୍ଷିଣ କୋଉଟା ହବ ଏଇଟା ତଳଟା। ଏଇଟା ପୂର୍ବ ହବ ଏଇଟା ପଶ୍ଚିମ ଏଇଟା ହଉଛି ଉତ୍ତର ଦକ୍ଷିଣ ଏଇ ଦକ୍ଷିଣ ପାଖରେ ଅଛି ବୁଝିହେଲା। କିନ୍ତୁ ଉତ୍ତର ଗୋଲାର୍ଦ୍ଧ ଏଇ ଉପରୁ ହଉଛି ଉତ୍ତର ଗୋଲାର୍ଦ୍ଧ ଏଇ ତଳୁ ହଉଛି ଦକ୍ଷିଣ ଗୋଲାର୍ଦ୍ଧ। ଲେଖିଦବା ଭାରତ ପୃଥିବୀର ପୃଥିବୀର କେଉଁ ଗୋଲାର୍ଦ୍ଧରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ସଞ୍ଜୟ ବୁଝିପାରୁ ସଞ୍ଜୟ ବୁଝ ଅଭିଜିତ ବୁଝିପାରୁଛୁ ନା ଅବସ୍ଥିତ। ଆଉ ଲେଖବା ଆଉ ପଏଣ୍ଟ କିସ ହବ ହେଲା। ଆଉ ଗୋଟେ ପଏଣ୍ଟରେ ଦେଖୁଛି ଏଟା ସବୁଠୁ ଇମ୍ପୋର୍ଟାଣ୍ଟ ସବୁଠୁ ହେଲା ଏ ବହିର ସବୁଠୁ ଇମ୍ପୋର୍ଟାଣ୍ଟ ଭେରି 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 ଇମ୍ପୋର୍ଟାଣ୍ଟ ହେଲା। ଦେଖ ଭାରତ ଚିତ୍ରଟା କୋଉଟା ଚିତ୍ର ଗୋଟେ ବନଉଛି ଭାରତର ହେଲା। ଭାରତ ଚିତ୍ର ଏମିତି ଯେ ଏମିତି ଯେ ଏ ପୂର୍ବ ଦିଗରେ କିସ ଅଛି ପାଣି। ଏଇ ପଶ୍ଚିମ ଦିଗରେ କିସ ଅଛି ପାଣି। ଉତ୍ତର ଦିଗରେ ବି କିସ ଅଛି ପାଣି। ଆଉ ଦକ୍ଷିଣ ଏଇ ଉତ୍ତର କହୁଛି ଏଇଟା ହଉଛି କିସ ଦିଗ ଦକ୍ଷିଣ। ତ ଉତ୍ତର ଦିଗରେ କିସ ଅଛି ପାହାଡ ପାହାଡ ହେଲା। ତ ହଉଛି ଦେଖ ତିନି ଦିଗକୁ ଜଳ ଘେରି ରହିଛି ନା ଭାରତର ତିନି ଦିଗକୁ ଜଳ ଘେରି ରହିଛି ତ ସେଥିପାଇଁ ଭାରତକୁ କିସ କୁହାଯାଏ ଉପଦ୍ୱୀପ ଉପଦ୍ୱୀପ କୁହାଯାଏ ହେଲା। ସେଇଟା ଲେଖିଦବା ଭାରତକୁ ଭାରତକୁ କିସ ତିନି ଦିଗରୁ ତିନି ଭାରତକୁ ତିନି ଦିଗରୁ ଜଳ ଘେରି ରହିଛି ଜଳ ରାଶି ଘେରି ରହିଛି ଜଳ ରାଶି ଘେରି ରହିଛି। ଯେଉଁ ଜାଗାକୁ ତିନି ଦିଗରୁ ଜଳ ଘେରି ରହିଥାଏ ଘେରି ରହିଥାଏ ରହିଥାଏ ତାହାକୁ କିସ କୁହାଯାଏ ତାହାକୁ ଉପଦ୍ୱୀପ କୁହାଯାଏ ଦୀପ କୁହାଯାଏ ହେଲା ବୁଝିହେଲା। ଆଉ ଯଦି ପଚାରିବ ଦୀପ କାହାକୁ କୁହାଯାଏ ଦୀପପୁଞ୍ଜ କାହାକୁ କୁହାଯାଏ ଷ୍ଟାର ଦେଇକି ଲେଖିଦବା ଦୀପପୁଞ୍ଜ ବିଷୟରେ ବି ଲେଖିଦବା ସେଟା ବି ଗୋଟେ ବାକ୍ସ ବନେଇଦବା। ଯେଉଁ ଜାଗାକୁ ଜାଗା ବନାନ ଜୋରେ ଆକାର ମध्यସ୍ଥ ଜୋରେ ଆକାର ନା ବର୍ଗ ଜୋରେ ଆକାର ଜାଗାକୁ ଚାରି ଦିଗରୁ ଚାରି ଦିଗରୁ ଜଳ ଘେରି ରହିଥାଏ ଜଳ କିସ ଘେରି ରହିଥାଏ ତାହାକୁ କିସ କୁହାଯାଏ ଦୀପପୁଞ୍ଜ କୁହାଯାଏ ଦୀପପୁଞ୍ଜ
ଦ୍ୱୀପପୁଞ୍ଜ କୁହାଯାଏ। ଦ୍ୱୀପପୁଞ୍ଜ କୁହାଯାଏ ନା? ତ ଦ୍ୱୀପପୁଞ୍ଜର ଉଦାହରଣ ଦେଇଦବ, ଉଦାହରଣ ଭାରତର ଜାଗା ଗୁଡା ସେଗୁଡା କୁହ ନା, କୁହ। ଲାକ୍ଷାଦ୍ୱୀପ, କୋଉଠି ଅଛି ଲାକ୍ଷାଦ୍ୱୀପ? ଲାକ୍ଷାଦ୍ୱୀପ, ଆଉ ଗୋଟେ କିସ? ଆଣ୍ଡାମାନ ଲେଖିଦିଅ। ଆଣ୍ଡାମାନ ନିକୋବର, କିସ? ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବୁଝିଲ? ଆଉ ସେମିତି ଉପଦ୍ୱୀପର ଉଦାହରଣ ଗୋଟେ ଦେଇଦବା ଏ ଭିତରେ। ଉପଦ୍ୱୀପର ଉଦାହରଣ କିସ? ଭାରତ। ତ ବେଳେ ବେଳେ କ୍ୱେଶ୍ଚନ ପଡିଯିବ ଭାରତ ଏକ ଦେଶ, ହେଲା। ତାପରେ ଅପସନ ଥିବ ମହାଦ୍ୱୀପ, ଦ୍ୱୀପପୁଞ୍ଜ, ଉପଦ୍ୱୀପ ଆଉ ଗୋଟେ ସହର। କୋଉଟା ମାରିବ? ଅଭିଜିତ ମାରି ଦେଇଥିଲା ସହର। ପରୀକ୍ଷା ଥରେ କରିଥିଲି ଭାରତ ଏକ ଦେଶ ପଢେଇଥିଲେ, ହେଲା। ପୁରା ବାର ବାର ପଢେଇଥିଲି ଭାରତ ଏକ ଦେଶ, ତ ସିଏ ମାରି ଦେଇଥିଲା ସହର। ଆଉ ଯଦି ବେଳେ ବେଳେ କ୍ୱେଶ୍ଚନ ଥିବ ଭାରତ ଏକ ଦେଶ ନା ମହାଦେଶ ନା ରାଜ୍ୟ ନା ଜିଲ୍ଲା, କିସ ମାରିବ? ଦେଶ। ଆଉ ବେଳେ ବେଳେ କ୍ୱେଶ୍ଚନ ଥିବ ଏସିଆ ଏକ ଦେଶ, ମହାଦେଶ, ଉପଦ୍ୱୀପ, ଜିଲ୍ଲା, ରାଜ୍ୟ, କିସ ମାରିବ? ମହାଦେଶ। ତ ସବୁଠୁ ବଡ ମହାଦେଶ କିସ ଅଭିଜିତ? ବଡ଼ ହୁଁ, ସବୁଠୁ ବଡ କିଏ? ଏ ବୁଝିଲ ଏସିଆ, ଭେରି ଗୁଡ। ଆଉ ସବୁଠୁ ଛୋଟ? ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ, ହେଲା। ସାତଟି ମହାଦେଶ ଅଛି। ଭାରତ କୋଉ ମହାଦେଶରେ ଅବସ୍ଥିତ? ଏସିଆ, ଏସିଆ। ହେଲା। ତାପରେ ଆଉ କିସ ପଢେଇଲି? ଭାରତ ଏସିଆ ମହାଦେଶର କୋଉଠି ଅବସ୍ଥିତ? ଦକ୍ଷିଣରେ। ଆଉ ଭାରତର ଦ୍ରାଘିମା ଅକ୍ଷାଂଶ ପଢେଇଲି, ସେଗୁଡା ମନେ ରହିବ ନା? ତ ଏଇନାର ମନେ ରହିବନି, ହେଲା। ଯେତେବେଳେ ଆଉ ଥରେ ଏଇନା ଅକ୍ଷାଂଶ ଦ୍ରାଘିମାର ମାନେ ପାର୍ଥକ୍ୟ ପଡବା, ସେତେବେଳେ ମନେ ରହିବ। ବୁଝିହେଲା? ତ ତୁମର କାମ ହଉଛି ମହାଦ୍ୱୀପ କାହାକୁ କୁହାଯାଏ କାଲି ଖୋଜିକି ଆଣିବ, ହେଲା। ମୁଁ ବି ଜାଣିନି ମହାଦ୍ୱୀପ କାହାକୁ କୁହାଯାଏ। ତୁମର କାମ ହଉଛି, ହେଲା, ମହାଦ୍ୱୀପ କାହାକୁ କୁହାଯାଏ। ଟେନ୍ କ୍ଲାସ ହଁ ଆସିଥିଲା ତୁମ ଗାଁ। ମହାଦ୍ୱୀପ କାହାକୁ କୁହାଯାଏ କହିବ, ହେଲା। ମହାଦ୍ୱୀପ ବିଷୟରେ କାଲି ବି ମତେ କହିବ ବୁଝେଇକି। ବୁଝିହେଲା? ନେକ୍ସଟ ପେଜ ପାଲଟେଇବି? ଦେଖି ସାରିଲୁ? ଜଲ୍ଦି ଲେଖ। ତୁ ମାନେ କିସ ହବ ନା, ଏକା ସହ ହାତ ଚାଲବା ସହ କାନ ଚାଲୁନି। ହାତ ଚାଲୁଛି ଯଦି କାନ ବନ୍ଦ ହେଇଯାଉଛି। ସବୁବେଳେ ଅନଲାଇନ କ୍ଲାସ କରବ ବେଳେ ମୋବାଇଲ ଟାକୁ କେମିତି କରିବ? ଏମିତି ଧରବ, ବୁଝିଲ? ଏମିତି ଗୋଟେ ଧରିଲ। ତାପରେ ହଉଛି ଯୋଉ ଜାଗାରେ ନେଟୱାର୍କ ପାଏ ସେଇ ଜାଗାରେ ବସିଲ, ହେଲା। ସେ ଜାଗା ମାନେ କିସ? ଧରାଯାଉ ତୁମର କିସ ରୋଷେଇ ଘରେ ନେଟୱାର୍କ ପାଇଲା, ତ ରୋଷେଇ ଘରେ ବସିଯିବ, ବୁଝିଲ? ମୋର ତ ରୋଷେଇ ଘରେ ବସିବାର ସୁବିଧା ନାହିଁ। ଯେମିତି ହେଲେ ବି ଚେୟାର ଫେୟାର ନହେଲେ ତଳେ ବସିବ, ଅସୁବିଧା କିଛି ହଉଛି? ଅନଲାଇନ କ୍ଲାସ ତ ବେଶୀ ଡେରି ହବନି, 40 ମିନିଟ କି 50 ମିନିଟ ଖଣ୍ଡେ ହବ। ତାପରେ ଇୟରଫୋନ ଯଦି ଥିବ ଇୟରଫୋନ କାନରେ ପୁରେଇ ଦବ। ତାପରେ ହଉଛି ବସବ, ଶୋଇକି କରବନି, ହେଲା। ଅନଲାଇନ କ୍ଲାସ ଶୋଇକି କରବନି। ଖାତା ଗୋଟେ ଧରବ, ଏଇ ଆମର ହ୍ୱାଇଟ ବୋର୍ଡରେ ଯାହା ଲେଖା ହବ ତୁମେ ଉତାରିବ। ଆଉ ଯେତେବେଳେ ହଉଛି ତୁମର କିଛି କ୍ୱେଶ୍ଚନ ହେଲା, ମାଇକ ଅନମ୍ୟୁଟ କଲ, ତାପରେ ହଉଛି ପଚାରିବ ସାରଙ୍କୁ, ତାପରେ ପୁଣି ମ୍ୟୁଟ କରିଦବ, ବୁଝିହେଲା? ସେମିତି ଦ୍ଵାରା କିଛି ହବ କଣ? ସାଉଣ୍ଡ ଟା ଭଲ ଶୁଣା ହବ ସାରଙ୍କୁ। ଆଉ ଯଦି ତୁମେ ମାଇକ ଅନ୍ କରିକି ରଖିଥିବ ତାହେଲେ ହଉଛି କିସ ହବ? ମାନେ ଗିଟାର ବାଜିବ, କେଁ କେଁ ହବ, ହେଲା। ମହାଦୀପ କିସ କାଲି ଲେଖିକି ଆଣବ। ଅଭିଜିତ ଲେଖି ପାରୁନି ତ ତତେ ପିଡିଏଫ ଟା ପଠେଇଦବ, ବୁଝିହେଲା? ତ ଶୁଣ ତୁ, ନେକ୍ସଟ ପେଜ ପାଲଟଉଛି, ହେଲା। ତାପରେ ଅକ୍ଷାଂଶ ଦ୍ରାଘିମା କିସ ପଢବା କହିଥିଲେ ଯେ? କହିଥିଲେ ଯେ, ତ ପାର୍ଥକ୍ୟ ଲେଖିଦବା, ହେଲା। ଅକ୍ଷାଂଶ କିସ, ଦ୍ରାଘିମା କିସ? ଅକ୍ଷାଂଶ ଏପଟେ କିସ? ପାର୍ଥକ୍ୟ, ପାର୍ଥକ୍ୟ ବାକ୍ସ କରିଦବା, ହେଲା। ଟିକେ ଭଲ କରି ବାକ୍ସ କରିଦବା, ହେଲା। ତ ତୁମେ ସିମ୍ପଲ ଲେଖ, ହେଲା। ଅକ୍ଷାଂଶ ତାପରେ ଏପଟେ କିସ ଲେଖିବି? ଦ୍ରାଘିମା। ଦ୍ରାଘିମା କେତେ ମାର୍କ ପାର୍ଥକ୍ୟ? ପାର୍ଥକ୍ୟ କେତେ ମାର୍କ ପଡେ? 5 ମାର୍କ ନୁହଁ, 2 କି 3 ମାର୍କ ପଡେ, ହେଲା। 2 ମାର୍କ, 2 ମାର୍କ କି 3 ମାର୍କ, 3 ମାର୍କ, ବୁଝିଲା? ତ ତୁମର କ୍ୱେଶ୍ଚନ ଆସିବ ନା ନାଇଁ କହିପାରୁନି ଏଇଟା, ତ ଜାଣିଥାଉ। ଫାର୍ଷ୍ଟ ନମ୍ବର ପଏଣ୍ଟ, ଅକ୍ଷାଂଶ କାହାକୁ କୁହାଯାଏ? ଅକ୍ଷାଂଶ କାହାକୁ କୁହାଯାଏ କହିଥିଲି ଯେ?
ଅକ୍ଷାଂଶ କାହାକୁ କୁହାଯାଏ? ଏଠି ଗୋଟେ ପୃଥିବୀ ବନେଇ ଦଉଛି ବୁଝିହେଲା, ଛୋଟ କରି ପୃଥିବୀ ବନେଇ ଦଉଛି। ଭଲସେ ବନେଇବା ପୃଥିବୀ। ପୃଥିବୀ ଗୋଟେ ବନଉଛି, କଲରଫୁଲ ବାଲା ପୃଥିବୀ ବନଉଛି ହେଲା। ଏଇଟା ଗୋଟେ ପୃଥିବୀ ବନେଇଲି ହେଲା। ବୁଝିଲ? ପୃଥିବୀ ପରି ଦିଶୁଛି, ପୃଥିବୀ ପୁରା ଗୋଲ କି? ପୁରା ଗୋଲ ନୁହଁ ହେଲା, କମଳା ଲେମ୍ବୁ ପରି ଗୋଲ। କେମିତି ଗୋଲ? କମଳା ଲେମ୍ବୁ ପରି। ତ ଏଇଟା ପୃଥିବୀ। ତ ଏଇ ଯେ ଏଇ ମଝିଟା କିସ? ଏଇଟା ମଝିଟା କିସ? ମଝିର ଗାର ଗୋଟେ ନାମ ଅଛି, ବିଷୁବ ରେଖା ହେଲା। ଏଇ ଏଇଟା ହଉଛି ଇଷ୍ଟ। ଇଷ୍ଟ ମାନେ କିସ? ପୂର୍ବ ଦିଗ। ଏଇଟା ହଉଛି କିସ? ୱେଷ୍ଟ। ଏଇଟା ହଉଛି ନର୍ଥ। ଏଇଟା ହଉଛି କିସ? ସାଉଥ ହେଲା। ତ ଦେଖୁଛ, ୱେଷ୍ଟ ଟୁ ଇଷ୍ଟ କୁ ଟଣା ଯାଇଥିବା ଗାର ଗୁଡାକୁ କିସ କୁହାଯାଏ? ଅକ୍ଷାଂଶ କୁହାଯାଏ ହେଲା। ୱେଷ୍ଟ ଟୁ ଇଷ୍ଟ କୁ ଟଣା ଯାଇଥିବା ଗାର ଗୁଡାକୁ କିସ କୁହାଯାଏ? ଅକ୍ଷାଂଶ କୁହାଯାଏ। ବୁଝିହେଲା? ତ ଲେଖିଦବା, ପୃଥିବୀର ପୃଥିବୀରେ ପୃଥିବୀରେ କିସ? ପଶ୍ଚିମରୁ ପୂର୍ବକୁ, ପଶ୍ଚିମରୁ ପୂର୍ବକୁ ପୂର୍ବକୁ ଟଣା ଯାଇଥିବା ଟଣା ଯାଇଥିବା ଏଗୁଡା ଗାର ଗୁଡା ସୂତ୍ର ଅଛି କି? ଏଗୁଡା କାଳ୍ପନିକ ବୁଝିଲା। କାଳ୍ପନିକ ରେଖାକୁ କିସ କୁହାଯାଏ? ରେଖାକୁ କିସ କୁହାଯାଏ? ଅକ୍ଷାଂଶ। ଡିଟୋ ସେମିତି ଲେଖ ନା। ଆଉ ଗୋଟେ ଆଉ ଗୋଟେ ଲେଖ ନା। ଦ୍ରାଘିମା କାହାକୁ କୁହାଯାଏ? ଏଇ ପ୍ରଥମ ପଏଣ୍ଟ ଟା ଦେଖିକି ଦ୍ରାଘିମା କାହାକୁ କୁହାଯାଏ? ପୃଥିବୀର ଦେଖିଦିଅ, ପୃଥିବୀର ଉତ୍ତରରୁ ଦକ୍ଷିଣକୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ କାଳ୍ପନିକ ରେଖାକୁ ରେଖାକୁ କିସ କୁହାଯାଏ? ଦ୍ରାଘିମା। ଦ୍ରାଘିମା କୁହାଯାଏ। ବୁଝିହେଲା? ଦ୍ରାଘିମା କୁହାଯାଏ। ପୁରା ଚିତ୍ର ସହ ଦେଖେଇବି ହେଲା। ପୃଥିବୀର କିସ? ପୃଥିବୀର ପୂର୍ବରୁ ପଶ୍ଚିମକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ କିସ କୁହାଯାଏ? ଅକ୍ଷାଂଶ। ଆଉ ପୃଥିବୀର ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ କିସ କୁହାଯାଏ? ଦ୍ରାଘିମା। ହେଲା। ତ ଭାରତର ଅକ୍ଷାଂଶ କେତେରୁ କେତେ ଡିଗ୍ରୀ ଏଇଠି ଲେଖିଦବା। ଦେଖିଥିଲେ ଯେ ଦେଖ ନା, ଭାରତର ଅକ୍ଷାଂଶ କେତେରୁ କେତେ ଡିଗ୍ରୀ ଲେଖିଦବା। ଏ ସେକେଣ୍ଡ ଖାତାରେ ଏଇଠି ଭାରତର ଅକ୍ଷାଂଶ ଏଇଟା ଦ୍ରାଘିମା, ଏଇଟା ଅକ୍ଷାଂଶ ଯେ ହେଲା। ତ ତା ପୂର୍ବରୁ ଗୋଟେ ପଏଣ୍ଟ ଲେଖି ଦଉଛି, ଅକ୍ଷାଂଶ ଅକ୍ଷାଂଶ ଅକ୍ଷାଂଶକୁ ଅକ୍ଷାଂଶକୁ କୌଣସି ସ୍ଥାନର କୌଣସି ପୃଥିବୀର କୌଣସି ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ ହେଲା। ବିବିଧ ଟିକେ ଅକ୍ଷାଂଶକୁ କିସ? ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ। ମାନେ ଗୋଟେ ଜାଗାଟା କୋଉଠି ଅଛି ପୃଥିବୀର ହେଲା, ସେଇ ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ। ସ୍ଥାନ ନିର୍ଣ୍ଣୟରେ କିସ କରାଯାଏ? ବ୍ୟବହାର କରାଯାଏ ହେଲା। ଦ୍ରାଘିମା ଦ୍ରାଘିମା ବି ସେମିତି କିସ? ସ୍ଥାନ ନିର୍ଣ୍ଣୟରେ ବ୍ୟବହାର ହୁଏ। ଦ୍ରାଘିମାକୁ ଦ୍ରାଘିମାକୁ ମଧ୍ୟ ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ। ଯୋଉ ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ ହେଲା। ତ ଭାଇ ମାନେ ଟିକେ ଚୁପ୍ ଥିବ ହେଲା, ଏଟା ରେକର୍ଡିଂ ହଉଛି ବୁଝିହେଲା। ତ ଯଦି ଠିକ ଅଛି, ତ ଏମାନଙ୍କର ସରୁ ତାପରେ ତୁମର କ୍ଲାସ କର ବୁଝିଲ। ତୁମର ବି ପିଲା ଆସି ନଥିବେ, ତ ତୁମର ବି ଏମିତି କରିଦବା। ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ ବୁଝିହେଲା।
ଅକ୍ଷାଂଶକୁ ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ। ଦ୍ରାଘିମାକୁ ମଧ୍ୟ ସେମିତି ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ। ସଞ୍ଜୟ ଲେଖିପାରୁନି, ସଞ୍ଜୟ କହୁଛି ଅଭିଜିତ ୟାର କନଫ୍ୟୁଜ ହେଇଯାଏ। ଆଜ୍ଞା ସ୍ଥାନ ନିର୍ଣ୍ଣୟରେ ବ୍ୟବହାର କରାଯାଏ, ସାର୍ ବୁଝିଲ? ଥିଲା ସିଏ ବୁଝିପାରେନି ମାନେ ଆପଣ ଯାହା କହିଲେ ଆସିଲା। ତାପରେ ହଉଛି 3 ନମ୍ବର ପଏଣ୍ଟ। 3 ନମ୍ବର ଭାରତର ଅକ୍ଷାଂଶ କେତେ ଲେଖିଦବା, ଆଉ ଏପଟେ ଭାରତର ଦ୍ରାଘିମା କେତେ ଲେଖିଦବା ହେଲା। ଆଜି ଅକ୍ଷାଂଶ ଦ୍ରାଘିମା ଯାଇ ପଡବା। ଭାରତର ଅକ୍ଷାଂଶ କେତେ? ଭାରତର ଅକ୍ଷାଂଶ ବସ ସେପଟେ। ଅକ୍ଷାଂଶ କୁହ। 8 ଡିଗ୍ରୀ 4 ଡେଜ। ଉତ୍ତର ଉତ୍ତର ଉତ୍ତରରୁ ଉତ୍ତରରୁ 35 ଡିଗ୍ରୀ ତ ଉତ୍ତର। ଏମାନେ କିସ ବୁଝଉଛି। ତାପରେ ଏଇଟା ଦେଖ, ଦ୍ରାଘିମା ଟା କେତେ କହିଦିଅ। ଭାରତର ଦ୍ରାଘିମା, ଭାରତର ଦ୍ରାଘିମା କେତେ? 68 ଡିଗ୍ରୀ କେତେ? 68 ଡିଗ୍ରୀ 7। ସେଇ ଇଆଟା ଖୋଲି ଦିଅ ନା। 68 ଡିଗ୍ରୀ 68 ଡିଗ୍ରୀ 7 ପୂର୍ବରୁ ପୂର୍ବରୁ କେତେ? 97। 97 ଡିଗ୍ରୀ 25 ହେଲା, ପୂର୍ବ। ବୁଝିଲା? ତାପରେ ଆଉ ଗୋଟେ ପଏଣ୍ଟ ଲେଖିଦବା। ମୁଖ୍ୟ ଦ୍ରାଘିମାଟା କୋଉଟା କହ ନା? ମୁଖ୍ୟ ଦ୍ରାଘିମାଟା ଏଇଟା ଯେ, ମୁଖ୍ୟ ଅକ୍ଷାଂଶଟା ଏଇଟା ଯେ, ଏଇଟା ହଉଛି 0 ଡିଗ୍ରୀ। ଆଉ ମୁଖ୍ୟ ଦ୍ରାଘିମା କୋଉଟା? ଏଇଟା ଏଇଟା ଯେ, ଏଇଟା ବି 0 ଡିଗ୍ରୀ ହେଲା। ତ ଲେଖିଦିଅ ମୁଖ୍ୟ ମୁଖ୍ୟ ଅକ୍ଷାଂଶ 0 ଡିଗ୍ରୀ। ମୋର ହଉଛି ମୁଖ୍ୟ ଅକ୍ଷାଂଶ କେତେ? 0 ଡିଗ୍ରୀ ହେଲା। ଏହାକୁ କିସ କୁହାଯାଏ? ଏହାକୁ ବିଷୁବ ରେଖା ମଧ୍ୟ କୁହାଯାଏ। ବିଷୁବ ରେଖା ମଧ୍ୟ କିସ କୁହାଯାଏ। ଆଉ ସେମିତି ମୁଖ୍ୟ ଦ୍ରାଘିମାଟା କେତେ ଡିଗ୍ରୀ? ମୁଖ୍ୟ ଦ୍ରାଘିମା କେତେ? ମୁଖ୍ୟ ଦ୍ରାଘିମା 0 ଡିଗ୍ରୀ ହେଲା। ତ ୟାକୁ କିସ କୁହାଯାଏ ସେଟା ଜାଣିକି ଆସିବ ହେଲା। ସେଟା ମୁଁ ଜାଣିନି। ମୁଖ୍ୟ ଦ୍ରାଘିମା କାହାକୁ କୁହାଯାଏ? ସେମିତି ମୁଖ୍ୟ ଅକ୍ଷାଂଶକୁ କିସ ବିଷୁବ ରେଖା କୁହାଯାଏ। ସେମିତି ମୁଖ୍ୟ ଦ୍ରାଘିମାକୁ କିସ କୁହାଯାଏ, ତୁମେ ସେଇଟା କାଲି ବୁଝିକି ଆସିବ, ବୁଝିହେଲା? ଯଦି ବୁଝିକି ଆସିବ ମୁଁ କହିବି ହେଲା। ତ ହଉଛି ମୁଖ୍ୟ ଦ୍ରାଘିମା ଟା କୋଉ ସହର ଦେଇକି ଯାଇଛି? ଲଣ୍ଡନର ଗ୍ରୀନୱିଚ୍। ମୁଖ୍ୟ ଦ୍ରାଘିମା, ମୁଖ୍ୟ ଦ୍ରାଘିମା ଦେଖିଦିଅ ଲଣ୍ଡନର, ଲଣ୍ଡନର କିସ ଗ୍ରୀନୱିଚ୍ ଦେଇ ଯାଇଛି। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ଗ୍ରୀନ ୱିଚ୍, ୱିଚ୍ ବନାନ ଠିକ ଲେଖ। ୱିଚ୍ ଦେଇ ଯାଇଛି। ଗ୍ରୀନୱିଚ୍ ଟା କିସ ଲଣ୍ଡନର ଗୋଟେ ସହରଟା, ବୁଝିଲା? ଗ୍ରୀନୱିଚ୍ ସହର। ଆଉ ହଉଛି ମୁଖ୍ୟ ଇଆଟା କିସ କୋଉ ଦେଇକି ଯାଇଛି? ମୁଖ୍ୟ ଅକ୍ଷାଂଶଟା, ମୁଖ୍ୟ ଅକ୍ଷାଂଶଟା ହଉଛି ଦକ୍ଷିଣ ଆଫ୍ରିକା ସେଇ ଦିକେ ଯାଇଛି, ବୁଝିଲ? ସେଇଥିପାଇଁ ଦକ୍ଷିଣ ଆଫ୍ରିକାର ଲୋକମାନେ ମୁଖ୍ୟ ଅକ୍ଷାଂଶ ଦକ୍ଷିଣ ଆଫ୍ରିକା ଦେଇ ଯାଇଛି। ଆଫ୍ରିକା ଦେଇ ଯାଇଛି ହେଲା, ବୁଝିଲ ନା? ତ ବୁଝେଇ ଦଉଛି ହେଲା। କିସ ହବ ନା ଅକ୍ଷାଂଶ ଯେ ଲେଖା ହେଲା 8 ଡିଗ୍ରୀ 4 8 36 ଡିଗ୍ରୀ ସେଇଟା ବୁଝିବୁ, ବୁଝିଲା? ଲେଖି ସାରିଲୁ? ତ ତୋତେ ପିଡିଏଫ ଦେଇତେ ହବ, ବୁଝିଲା? ଏମିତି ଦେଖିକି ତୁ ଲେଖିପାରିବୁ କି ଡାକିଦେଲେ ବି ଲେଖିପାରିବୁ। ଆଉ ଯଦି ଲେଖିବୁ ତୋର କାନ କାମ କରିବନି ହେଲା। ମାନେ ତୋର ଦିମାଗ ଆଉ ତୋର ହାତ ଏକା ସାଙ୍ଗରେ କାମ କରେନି। ମାନେ ହାତ ଯଦି ଲେଖିବା ଷ୍ଟାର୍ଟ କଲା, ମନରେ କିସ ସେ ଶୁଣୁନି ହେଲା। ତ ଖାଲି ସାଙ୍ଗ କଥା ଶୁଣୁ, କିଛି ବୁଝିପାରୁନି। ତ ସେଇଥିପାଇଁ ତୁ ପଢବା ବେଳେ କିସ ଲେଖିବୁନି, ବୁଝିଲ? ପଢେଇ ସାରିଲା ପରେ ତୋତେ ଖାତା ପେନ୍ ଯୋଗେଇ ଦିଏ। ଲେଖି ସାରିନି? ଆଜି ଅଲଗା ପିଲା ଆସିବେନି ବୋଧେ ନା? ନା ସାର୍।
ସୁଭାଷିନୀ ଜାଣିନି କେମିତି ଅନଲାଇନ କ୍ଲାସ ହବ। ତାର ଆମର ତ ଆସିବ ନା ଆମର ଆସିଗଲା ଆସିଯାଇଛି କିଏ ନରସିଂହ ନରସିଂହ ଆସିବ। ତାକୁ ଭିତରେ ପଡା କଣ ଭିତରେ ବସୁ ତିନି ଯାକ ତ ବାହାରେ କିସ କରୁଛନ୍ତି। ତାର ଆସୁଛି ଏଇଟା ଦିନ କମ୍ପ୍ଲିଟ ଦ୍ରାଘିମା 0 डिग्री ଅକ୍ଷାଂଶ ବି 0 डिग्री ବୁଝିହେଲା। ତ ଏଇନା ଟିକେ ଫଟୋ ଦେଖିଦବା ଦ୍ରାଘିମା କୋଉଟା ଅକ୍ଷାଂଶ କୋଉଟା। ଲାଇନ ତ ଅନଲାଇନ କ୍ଲାସ ଆଉ ଗୋଟେ ସୁବିଧା ଅଛି ଦେଖେଇବି। ଏଇନା ଦେଖ ମୁଁ ଏଠି ବସିଛି ନା ବସିଯିବି କେଠି ଦେଖ। ହେଁ? ଏଇଟା ପୁସ୍ତକ ଦେଖ ପୃଥିବୀ ବାହାରକୁ ପୃଥିବୀ ବାହାରେ ରହିକି ପଢେଇବା। ଅନଲାଇନ କ୍ଲାସ ର ଗୋଟେ ଶୁଣ ବହୁତ ଫାଇଦା ଅଛି ବୁଝିହେଲା। ତ ଏଇନା ପୃଥିବୀ ବାହାରେ ରହିକି ପଢେଇବା ଦେଖିଦ ତ ଅକ୍ଷାଂଶ ଦ୍ରାଘିମା ବୁଝେଇବି କହିଥିଲି ନା ମାନଙ୍କୁ ଦେଖେଇବନି ମତେ ହିଁ ଦେଖେଇବ ଦେଖ। ସାଇଡ ସାଇଡ ଅନ୍ଧାର କରିଦେଲ ତ ଅକ୍ଷାଂଶ ଆଉ ଦ୍ରାଘିମା ବୁଝିବା। ବୁଝିଲ? ଟିକେ ଅନ୍ଧାର ଟିକେ ଛାଡରେ ହେଇଗଲେ ହେଲା ଲାଟିଚ୍ୟୁଡ ଲଙ୍ଗିଚ୍ୟୁଡ ସକାଳେ ମୁଁ କରୁଛି ଅଧା ଏବଂ ଏକ ମତ ପରେ ଶୋଇବୁ ବସ ଟିକେ ହେଲା ଏଇମାନଙ୍କୁ ଟିକେ ଖାଲି ଦେଖିଛନ୍ତି। ସାର୍ ଆଜି କିନ୍ତୁ ଶିଖବା ଅନଲାଇନ ଆପଣଙ୍କ ନମ୍ବରଟା ସୁଇଚ୍ ଅଫ୍ ଅଛି ସୁଇଚ୍ ଅଫ୍ ଅଛି ଫୋନ କରୁଥିଲ କି? ଏଥର ବ୍ୟସ୍ତ ବ୍ୟସ୍ତ କେଉଁ ନମ୍ବରରେ ଫୋନ କରିଥିଲ କୁହ ନେଟୱାର୍କ ଆଜି ପ୍ରୋବ୍ଲେମ ଥିବ ନା ତ ସୁଇଚ୍ ଅଫ୍ କରିନି। ବସ 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 सर आगे खुले ଚୁପଚାପ ଟିକେ ବସ। ଏଇଟା ଦେଖ ନା ଏଇଟା କି ଛଡା ଏଇଟା ହଉଛି କିସ ଏଇଟା କିସ এটা বিশ্বরেখা বিশ্বরেখা যে বিশ্বরেখা যে এই মজিটা কিস ବିଷୁବରେଖା ଏଇଟା ବିଷୁବରେଖା କେତେ ଡିଗ୍ରୀ ଏଇଟା 0 डिग्री ହେଲା ଏଇଟା ହଉଛି କିସ ଆମର ମୁଁ କହିଦେଲି ନା ପୃଥିବୀ ହଉଛି ଟିକେ ଢଳିକି ରହିଥାଏ ଆଉ ହଉଛି କିସ ପୁରା କମଳା ଲେମ୍ବୁ ପରି ଗଲ ତ ହଉଛି ଏଇଟା ହଉଛି ପଶ୍ଚିମରୁ କିସ ପୂର୍ବ ପଟଣା ଯାଇଛି ବିଷୁବରେଖା ତାପରେ ସେମିତି ଉପରେ ଗୋଟେ ଗାର ଥିବ ନା ନାଇଁ ଏମିତି ଗୋଟେ ଥିବ ନା ନାଇଁ ହେଲା ମୁଁ କହିଥିଲି ନା ବିଷୁବରେଖା ଉପରକୁ କେତେଟା ଗାର ଅଛି 90ଟା ବୁଝିହେଲା ଏତଳକୁ କେତେଟା ଗାର ଅଛି ଏପଟେ ବି 90ଟା ବୁଝିହେଲା ଆଉ ଏଇଟା ହଉଛି ମୁଖ୍ୟ ଦ୍ରାଘିମା ବୁଝିହେଲା ମୁଖ୍ୟ ଦ୍ରାଘିମା ଏପଟେ କେତେଟା ଅଛି 180 ଏପଟେ କେତେଟା ଅଛି 180 ହେଲା ତ ହଉଛି 0 डिग्री ପରେ କେତେ ଡିଗ୍ରୀ ହବ 1 डिग्री ତାପରେ 2 डिग्री 3 डिग्री 4 डिग्री 5 डिग्री ଧରାଯାଉ ଏଇଠି ହଉଛି କିସ 6 डिग्री ପହଞ୍ଚିଲା ହେଲା ଧରାଯାଉ ଏଇଟା କି ଜାଗାଟା ଏଇଟା ନାଇଁ ଗୋଟେ ଜଣାଶୁଣା ଜାଗା ନାମ ଦବା
ଭାରତ ଭାରତ ଏଇଟା ହେଲା, ଏଇଟା ନା ଭାରତ, ଏଇଟା ଭାରତ ନା? ଏଇଟା ଭାରତ କହିଲେ ଟିକେ ତ ଏଇଟା ଭାରତ ନା? ତ ଭାରତର କିସ କହିଥିଲି ଅକ୍ଷାଂଶ ଟା କେତେ କେତେ 4 डिग्री କେତେ ରୁ 4 डिग्री 7 ନା କେତେ डिग्री 4 ତ ହଉଛି କିସ ଏଇ ଦେଖି ଆଉ ଗୋଟେ ସେକେଣ୍ଡ ଯାଇଥିବ 1 डिग्री 2 डिग्री 3 डिग्री 4 डिग्री 5 डिग्री 6 डिग्री 7 डिग्री ଏଇ 8 କୁ ଟଚ୍ କରୁଥିବ କେତେ 8 डिग्री 7 ବୁଝିହେଲା 8 डिग्री 7 ଏଇଟା ଉତ୍ତର ଯେ ଏଇଟା ଉପରଟା ଉତ୍ତର ଦିଗ ଯେ ଉତ୍ତର ଦିଗ ତ 8 डिग्री 7 ରୁ 8 डिग्री 4 ତ 8 डिग्री 8 डिग्री 4 ରୁ କିସ ତାପରେ ହଉଛି 8 ପରେ 9 10 11 12 13 14 ସେମିତି ଥିବ ହେଲା ଅକ୍ଷାଂଶ ଗୁଡା ତ ଉପରଟା ଦେଖ ଭାରତର ମୁଣ୍ଡ କୋଉଟା ଏଇଟା ଏଇଟା କେତେ 8 डिग्री 7 ବୁଝିହେଲା 8 डिग्री 4 ରୁ କେତେ 68 ନା ଠିକ ଅଛି ତ 68 डिग्री 7 8 डिग्री 4 ରୁ ଏଇଟା 37 डिग्री ଭାରତର 8 डिग्री 4 ରୁ କେତେ ଏଇଆ ହଉଛି ଅକ୍ଷାଂଶ ଗୁଡା ଯେ ଏପଟେ କାଣା ହଉଛି ଯେ ଗୋଟେ ଅକ୍ଷାଂଶ ଯେ ତ ହଉଛି 8 डिग्री 4 ରୁ ଭାରତର ଅକ୍ଷାଂଶ କେତେ ଯାଏ 35 डिग्री 6 ବୁଝିହେଲା 37 डिग्री 6 ବୁଝିହେଲା ତାପରେ ସେମିତି ଭାରତର ଦ୍ରାଘିମା ଦ୍ରାଘିମା ହଉଛି କେତେ ଏପଟେ ହଉଛି ଏଇଟା ହଉଛି କେତେ ଏଇଟା କେତେ ଡିଗ୍ରୀ 0 डिग्री ତାପରେ 1 डिग्री 2 3 4 5 6 7 ତ ଏଇଟା ଭାରତର ସୀମା ଆସିଲା ଏଇଟା କେତେ ଡିଗ୍ରୀ ଅଛି 68 डिग्री 7 ରୁ କେତେ 68 डिग्री ପୂର୍ବ ନା ଏଇଟା ପୂର୍ବ ଯେ ଏଇଠୁ ଏତେ ପୂର୍ବ କୁହାଯାଏ 68 डिग्री ପୂର୍ବରୁ କିସ ଏପଟେ ହଉଛି କେତେ 97 डिग्री କେତେ 25 ବୁଝିହେଲା ନା ଅକ୍ଷାଂଶ ଦ୍ରାଘିମା ବୁଝିହେଲା ତ ହଉଛି ଭାରତ କେତେ ଅକ୍ଷାଂଶ ମଧ୍ୟରେ ଅଛି 8 डिग्री 4 ରୁ 37 डिग्री 6 ଉତ୍ତର ହେଲା ଆଉ ଅଛି ଦ୍ରାଘିମା ହଉଛି 68 डिग्री 7 ରୁ କେତେ 97 डिग्री 25 ବୁଝିହେଲା ନା ଅକ୍ଷାଂଶ ଦ୍ରାଘିମା ଏତିକି ତ ହଉଛି ଆଜି ଏତିକି ପଢବା ହେଲା କାଲି ପଢବା ହଉଛି ଭାରତର ଆକାର ପଢବା ଅକ୍ଷାଂଶ ଦ୍ରାଘିମାର କେତେ ମାର୍କ ପଡେ କ୍ୱେଶ୍ଚନ 2 ମାର୍କ ର କି 3 ମାର୍କ ର କି ବେଳେ ବେଳେ ଖାଲି ଅକ୍ଷାଂଶ ପଚାରି ଦେଇଥିବ ଆଉ ମୁଖ୍ୟ ଅକ୍ଷାଂଶ ଟା କୋଉ ଦେଇକି ଯାଇଛି ହୁଁ, ଆଫ୍ରିକା ଆଉ ମୁଖ୍ୟ ଦ୍ରାଘିମା ଟା ଲଣ୍ଡନ ଗ୍ରୀନୱିଚ ମନେ ରଖିବ ବୁଝିହେଲା ହଁ।